ନମସ୍କାର। ମୁଁ ଆପଣଙ୍କର ଆଷ୍ଟ୍ରୋଲୋଜର କଳାନିଧି ଶତପଥୀ। ତ ଏକ ଓଡ଼ିଆ ଆଷ୍ଟ୍ରୋଲୋଜି ଚ୍ୟାନେଲରେ ଆମେ ବିଭିନ୍ନ ଜ୍ୟୋତିଷ ମାଧ୍ୟମରେ ବିଭିନ୍ନ ଯୋଉ ଜ୍ୟୋତିଷକୁ ନେଇକି ଭ୍ରାନ୍ତ ଧାରଣା ଅଛି ତାକୁ ନେଇକି ଚର୍ଚ୍ଚା କରିବା। ତ ବିଶେଷ କରିକି ଦେଖନ୍ତୁ, ଆମର ଆଷ୍ଟ୍ରୋଲୋଜିରେ ବହୁତ ସାରା ଭ୍ରାନ୍ତ ଧାରଣା ଘୁରି ବୁଲୁଛି। ୟୁଟ୍ୟୁବରେ ଆପଣ ଦେଖିଥିବେ ଛୋଟ ଛୋଟ ନୁସ୍କା ଦିଆ ହଉଛି, ଯୋଉଥିରେ କି ଆପଣ କିଛି ଆପଣଙ୍କ ଅସୁବିଧା ନଥାଇ ମଧ୍ୟ ସେଇ ନୁସ୍କା ଗୁଡାକ କରିଥାନ୍ତି। ତେଣୁ ତାହା ଆପଣଙ୍କୁ ଯେତିକି ଭଲ ନ ହେଇକି ତାର ଅତ୍ୟଧିକ ପରିମାଣରେ କ୍ଷତି ମଧ୍ୟ ପହଞ୍ଚେଇଥାଏ। କାରଣ ଯେତେବେଳେ ଆମ ଦେହ ଖରାପ ହେଇଥାଏ ତ ସେତେବେଳେ ହିଁ କେବଳ ଆମେ ମେଡିସିନ ନେଇଥାନ୍ତି। ସବୁ ସମୟରେ ଆମେ ମେଡିସିନର ଉପଯୋଗ କରନ୍ତି ନାହିଁ। ସେଇଭଳି ଯେତେବେଳେ ଆମର କୌଣସି ପ୍ରକାର ଅସୁବିଧା ହେଇଥାଏ ସେତେବେଳେ ହିଁ ଆମକୁ କୌଣସି ପ୍ରତିକାର ବା ଉପାୟ କରିବାକୁ ପଡିଥାଏ। ବିଭିନ୍ନ ରାଶିଫଳ ଜନିତ ଆପଣ ଖବରକାଗଜରେ ହଉ, ପଞ୍ଜିକାରେ ହଉ, କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯେମିତି ୟୁଟ୍ୟୁବ ଦ୍ୱାରା କିମ୍ବା ଆଜିକାଲି ନ୍ୟୁଜ ଚ୍ୟାନେଲ ଗୁଡାକରେ ମଧ୍ୟ ପ୍ରଥମରୁ ଆପଣଙ୍କର ସକାଳୁ ସକାଳୁ ଗୋଟେ ଅ, ରାଶି ଅନୁସାରେ ଆପଣଙ୍କର ରାଶି ଫଳ ପ୍ରଦାନ କରାହଉଛି, ଯୋଉଥିରେ କି ଆପଣଙ୍କୁ ଗୋଟେ ଜେନେରାଲାଇଜ ପ୍ରେଡିକ୍ସନ କରାହୁଏ କି ଆଜି ଆପଣଙ୍କ ଦିନ କେମିତି କଟିବ। ତ ୟାର ସତ୍ୟ କେତେ ରହିବ? ତ ବିଶେଷ କରି ୟାର ସତ୍ୟ ହେଲା, ଏହା ଏକ ଯେହେତୁ ଜେନେରାଲ ୱେରେ ପ୍ରେଡିକ୍ସନ ହେଇଥାଏ ତ କିଛିଟା ଅଂଶରେ ଏହା ଆପଣଙ୍କ ଜୀବନରେ ସତ୍ୟ ହେଇଥାଏ। ବିକଜ ସମସ୍ତେ ଯେତିକି କୁମ୍ଭ ରାଶି ହଉ, ମୀନ ରାଶି ହଉ, ମେଷ ରାଶି ହଉ, ତ ଜେନେରାଲାଇଜ ୱେ ହେଇଥାଏ। ତ ତାର ପ୍ରଭାବ ଆପଣଙ୍କ ଜୀବନରେ ଭାବି ନିଅନ୍ତୁ 20% या 10% ଏମିତି କିଛି ଥାଏ। କିନ୍ତୁ ଆପଣଙ୍କର କୁଣ୍ଡଳୀ ଅନୁସାରେ ଆପଣଙ୍କର ଯୋଉ ଭାଗ୍ୟ ଅଛି, ତ ସେଇ ଭାଗ୍ୟ ଆପଣଙ୍କର କୁ ଆପଣ ତାକୁ କେମିତି ନଉଛନ୍ତି। ଆଷ୍ଟ୍ରୋଲୋଜି ହେଲା କି ଆପଣଙ୍କୁ ଗୋଟେ ଗାଇଡିଂ ପାଥ୍, ଯେମିତି ଆମେ କହନ୍ତି ଆମକୁ ଗୋଟେ ରାସ୍ତା ଆବଶ୍ୟକ ହେଇଥାଏ। ଯେମିତି ଆପଣ କୌଣସି ନୂଆ ରାସ୍ତାକୁ ଗଲା ବେଳେ ତ ଆପଣ ଆଜିକାଲି ମୋବାଇଲରେ ମୋବାଇଲରେ ଆପଣଙ୍କର ଗୁଗଲ ମ୍ୟାପ୍ ହଉ, ଆପଲ ମ୍ୟାପ୍ ହଉ, ଏସବୁର ଉପଯୋଗ କରିକି ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି। ସେଇଭଳି ଆପଣଙ୍କର ଆଷ୍ଟ୍ରୋଲୋଜି ହେଲା ଏମିତି ଏକ ମାଧ୍ୟମ ଯୋଉଥିରେ କି ଆପଣଙ୍କୁ ଆପଣଙ୍କର ଯୋଉ ଏମ୍ ଅଛି, ଆପଣଙ୍କର ଯୋଉ ଲକ୍ଷ୍ୟସ୍ଥଳ ଅଛି, ସେଇ ଲକ୍ଷ୍ୟସ୍ଥଳକୁ ପହଞ୍ଚେଇବାର ପ୍ରଥମ ମାଧ୍ୟମ ହେଲା ଆପଣଙ୍କର ଆଷ୍ଟ୍ରୋଲୋଜି। ଜନ୍ମରୁ ଆପଣ ଯେତେବେଳେ ଜନ୍ମ ହୁଅନ୍ତି ତ ସେତେବେଳୁ ହିଁ ଆପଣଙ୍କର ଦେଖନ୍ତୁ, ଆପଣଙ୍କ ନାମକରଣଠୁ ଧରିକି ଆପଣଙ୍କର ଯାହା ବି ଜୀବନରେ ଘଟିଥାଏ ପ୍ରାୟତଃ ଆମେ ଆଷ୍ଟ୍ରୋଲୋଜିକାଲ ୱେରେ ହିଁ ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥାଉ। କିନ୍ତୁ ଦୁଃଖର ବିଷୟ ଯେ ଅନେକ ଏମିତି ବି ଆଷ୍ଟ୍ରୋଲୋଜର ଅଛନ୍ତି ଯୋଉମାନେ କି ଆପଣଙ୍କୁ ବିଭିନ୍ନ ରତ୍ନ, ବିଭିନ୍ନ ଉପାୟ, ବିଭିନ୍ନ ଆପଣଙ୍କର ପୂଜା ବିଧି ଏସବୁ କରିକି ଆପଣଙ୍କର ହାନି ମଧ୍ୟ କରେଇଥାନ୍ତି। ତେଣୁ କୁହାଯାଏ କି ଫେଲୁଅର ଅଫ୍ ଆଷ୍ଟ୍ରୋଲୋଜର ଇଜ ନଟ୍ ଫେଲୁଅର ଅଫ୍ ଆଷ୍ଟ୍ରୋଲୋଜି। ଆଷ୍ଟ୍ରୋଲୋଜି କେବଳ କୌଣସି ଆଷ୍ଟ୍ରୋଲୋଜରଙ୍କ ଠାରେ ସୀମିତ ନୁହେଁ। ଏହା ଗୋଟେ ସମୁଦ୍ର ଭଳି, ବହୁତ ଜିନିଷ ପଢିଲା ପରେ ମଧ୍ୟ ଆପଣଙ୍କ ଆଷ୍ଟ୍ରୋଲୋଜିରେ ବହୁତ ଜିନିଷ ଜାଣିବାକୁ ପଡେ। ତେଣୁ ସେଥିପାଇଁ କି ଆପଣ ବିଭିନ୍ନ ନୁସ୍କାରେ ପହଞ୍ଚି ଆପଣଙ୍କ ଯଦି କୌଣସି ଅସୁବିଧା ଅଛି ତ ସେଇ କ୍ଷେତ୍ରରେ ଯେମିତି ଆପଣଙ୍କର ଏଜୁକେସନ ରେ କୋଉ ଏଜୁକେସନ ବା କୋଉ ଏଜୁକେସନ ଆପଣଙ୍କୁ ଠିକ କାମ ଦେବ, କୋଉ ପ୍ରଫେସନ ରେ ଆପଣ ଠିକ ଭାବରେ ଆପଣଙ୍କର ପ୍ରଫେସନ ବା ଆପଣଙ୍କ ପ୍ରଫେସନାଲ ଲାଇଫ ଠିକ ରହିବ। ସେଇଭଳି ବହୁତ ସାରା ରିଲେସନସିପ ଇସ୍ୟୁ ଆଜିକାଲି ହଉଛି। ତ ରିଲେସନସିପ ଇସ୍ୟୁରେ ମଧ୍ୟ ଆପଣଙ୍କର ଆଷ୍ଟ୍ରୋଲୋଜିକାଲ ରେମେଡି ବହୁତ କାମ କରେ। ବା ତାର ଗୋଟେ ଆପଣ କାଉନସିଲିଂ ବା ଆଡଭାଇସ ନେଇପାରିବେ କି ଆପଣଙ୍କ ଜୀବନକୁ କେମିତି ରହିବାକୁ ପଡିବ। ବିକଜ ଆପଣଙ୍କୁ ଯୋଉ ଭଳିଆ ଆପଣଙ୍କ ଆଷ୍ଟ୍ରୋଲୋଜି ବା ଆପଣଙ୍କ କୁଣ୍ଡଳୀରେ ଯାହାବି ଆପଣଙ୍କୁ ଗୋଟେ ଆଡଭାଇସ୍ ଦିଆ ହେଇଥିବ ତ ସେଇ ଅନୁସାରେ ହିଁ ଆପଣ ଯଦି ଆପଣ ଜୀବନ ଶୈଳୀକୁ ପରିବର୍ତ୍ତନଶୀଳ କରିବେ ତାହେଲେ ନିହାତି ଭାବରେ ଆପଣଙ୍କୁ ସଫଳତା ମିଳିବା ଥୟ। ତେଣୁ ସେ ଯୋଉ ସଫଳତାକୁ ଆପଣ ପାଇବା ପାଇଁ ଚାହିଁଲେ ତ ନିହାତି ଭାବରେ ଆପଣଙ୍କର ଗୋଟେ ଅ, ଆପଣଙ୍କ କୁଣ୍ଡଳୀ ଅନୁସାରେ ଆପଣ ନିହାତି ଭାବରେ କରିବାକୁ ପଡିବ, ବା ଆପଣ ସେଇ ଅନୁସାରେ ସେଇ ପାଥକୁ ଆପଣଙ୍କୁ ଅବଲମ୍ବନ କରିବାକୁ ପଡିବ, ହେଲା।
ତ ଏସବୁ ଜିନିଷ ନିହାତି ଭାବରେ ଦରକାର ପଡ଼ିଥାଏ। ତା ସହିତ ଆପଣଙ୍କର ବିଭିନ୍ନ ସମସ୍ୟା ଯେମିତିକି ଆମ ଡେ ଟୁ ଡେ ଲାଇଫ, ଯେମିତି କୌଣସି କ୍ୟାରିୟରର ଇସ୍ୟୁ ହେଲା, ଏଜୁକେସନର ଇସ୍ୟୁ ହେଲା, ରିଲେସନସିପର ଇସ୍ୟୁ ହେଲା, କି ଅଦର ଲାଇଫ ଆସ୍ପେକ୍ଟର ଇସ୍ୟୁ, ଆପଣଙ୍କର ଚାଇଲ୍ଡ ଇସ୍ୟୁ ହେଲା କି ଅଦର ଇସ୍ୟୁ ହେଲା, ଏଥିରେ ମଧ୍ୟ ଆଷ୍ଟ୍ରୋଲୋଜି ଆପଣଙ୍କୁ ଏକ ଗାଇଡିଂ ପାଥ୍ ପ୍ରୋଭାଇଡ କରିପାରିବ, ଯୋଉଥିରେ କି ଆପଣ ଆପଣଙ୍କ ଜୀବନ ଶୈଳୀକୁ ଆପଣେଇକି ଗୋଟେ ଭଲ ଜୀବନ ଆପଣ ବଞ୍ଚିପାରିବେ। ତ ଇଏ ହେଲା ଗୋଟେ ଆପଣଙ୍କର ଆଷ୍ଟ୍ରୋଲୋଜିର ଗୋଟେ ଲକ୍ଷ୍ୟ, ଯେ ଆଷ୍ଟ୍ରୋଲୋଜି ଆପଣଙ୍କୁ ଏମିତି ଭାବରେ ହେଲ୍ପ କରିଥାଏ। ତ ଯୋଉ ଫେକ୍ ଆଷ୍ଟ୍ରୋଲୋଜର, ଫେକ୍ ରେମେଡି, ଏସବୁଠୁ ଦୂରେଇ ରୁହନ୍ତୁ। ଭଲ ଆଷ୍ଟ୍ରୋଲୋଜର, ଖାଲି ମୁଁ କହୁନି କି ମୁଁ ଜଣେ ଭଲ ଆଷ୍ଟ୍ରୋଲୋଜର, ସେମିତି ନୁହଁ, ବହୁତ ଭଲ ଆଷ୍ଟ୍ରୋଲୋଜର ଅଛନ୍ତି। ତ ଯଦି କୌଣସି ଆପଣଙ୍କ ଉପାୟ ଅବଲମ୍ବନ ଆବଶ୍ୟକତା ଅଛି, ତ ଗୋଟେ ଭଲ ଆଷ୍ଟ୍ରୋଲୋଜର ପାଖକୁ ଯାଆନ୍ତୁ, ସେଠି ଆପଣଙ୍କ କୁଣ୍ଡଲିକୁ ଆନାଲିସିସ୍ କରନ୍ତୁ, ତାପରେ ଯାଇକି କୌଣସି ରେମେଡି କରନ୍ତୁ। ଅଦରୱାଇଜ ସବୁ ରେମେଡି ଆପଣ ୟୁଟ୍ୟୁବ ଥ୍ରୋରୁ କି କିଛି କୌଣସି ସୋସିଆଲ ମିଡିଆ ଥ୍ରୋରୁ ଦେଖିକି ଅବଲମ୍ବନ କରନ୍ତୁ ନାହିଁ, ଯୋଉଥିରେ କି ଆପଣଙ୍କ ଜୀବନର ଅନେକ କ୍ଷତି ହେବାର ସମ୍ଭାବନା ଅଛି। ଓକେ। ତ ଯଦି ଆପଣ ଆପଣଙ୍କର କୁଣ୍ଡଲିକୁ ମଧ୍ୟ ଆନାଲିସିସ୍ କରିବା ପାଇଁ ଚାହୁଁଛନ୍ତି, ଡିଟେଲ ଇନଡେପ୍ଥ ଆନାଲିସିସ୍ ଆପଣ କରିପାରିବେ। ଅନଲାଇନ ମାଧ୍ୟମରେ ମଧ୍ୟ ଆପଣ କରିପାରିବେ, ଜୁମ୍ କ୍ଲାसेସରେ, 30 ମିନିଟର ଆପଣ କନସଲଟେସନ ମୋ ସହିତ ନେଇପାରିବେ, ଫୋନ କନସଲଟେସନ ନେଇପାରିବେ। ତ ଡିଟେଲ ଡିସ୍କ୍ରିପ୍ସନରେ ଆପଣଙ୍କୁ ଆ, ମୋ ସହିତ କେମିତି କଣ୍ଟାକ୍ଟ କରିବେ, କିମ୍ବା କୌଣସି ଯଦି ଆଷ୍ଟ୍ରୋଲୋଜିକାଲ ଆପଣଙ୍କ କୌଣସି ପ୍ରକାର ଆବଶ୍ୟକତା ଅଛି, ତ ନିହାତି ଭାବରେ ମୋତେ କଣ୍ଟାକ୍ଟ କରିପାରିବେ। ଏବଂ ଆଗାମୀ ବହୁତ ସାରା ଭିଡ଼ିଓରେ ଆମେ ମଧ୍ୟ ଚର୍ଚ୍ଚା କରିବା କି ଆପଣଙ୍କର ଯୋଉ କୁଣ୍ଡଳୀକୁ ଆପଣ କେମିତି ପଢ଼ିବେ, କେମିତି ଆପଣଙ୍କର ଜ୍ୟୋତିଷ କାମ କରିଥାଏ। ତ ବିଭିନ୍ନ ଭିଡ଼ିଓ ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କୁ ଏସବୁ ତଥ୍ୟ ପ୍ରଦାନ କରିବି। ତ ଏସବୁ ଜିନିଷ ଆପଣ ପାଇବା ପାଇଁ କି ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ କରନ୍ତୁ। ଆପଣଙ୍କ ଯୋଉ ଫ୍ରେଣ୍ଡସ୍ ଅଛନ୍ତି ବା ଆପଣଙ୍କର ସର୍କଲରେ ଯୋଉମାନେ ଏଇ ଆଷ୍ଟ୍ରୋଲୋଜିକାଲ ଜିନିଷରେ ଆପଣଙ୍କ ବିଶ୍ୱାସ କରନ୍ତି, ଆଷ୍ଟ୍ରୋଲୋଜିକୁ ଯୋଉମାନେ ଆ, ଉପଲବ୍ଧ କରନ୍ତି, ତ ତାଙ୍କୁ ନିହାତି ଭାବରେ ସେୟାର କରନ୍ତୁ। ଧନ୍ୟବାଦ।